ମା ମା କିଏ ଏମିତି ରାତିରେ କାନ୍ଦୁଛି? ମୁଁ ଏ ଶବ୍ଦରେ ଶୋଇପାରୁନି। କାହିଁ, ମୁଁ ତ କାହାର ବି କାନ୍ଦ ଶୁଣିବାକୁ ପାଉନି। ତୁ ସ୍ୱପ୍ନ ଦେଖୁଥିବୁ, ଏବେ ଶୋଇପଡ଼। ମୁଁ ଟିକେ ଝରକା ପାଖକୁ ଯାଇ ଦେଖେ କିଏ ଏମିତି କାନ୍ଦୁଛି। କିଏ କିଏ କାନ୍ଦୁଛ? ଆରେ ଏବେ ତ କାନ୍ଦ ବନ୍ଦ ହେଇଗଲା। ଏଇ ଆମ୍ବ ଗଛରୁ ହିଁ ଏମିତି ଶବ୍ଦ ଶୁଭୁଥିଲା। ସକାଳ ହେଉ, ମୁଁ ଆମ୍ବ ଗଛ ଉପରକୁ ଯିବି। ମା ପିଙ୍କି, ଏ ରାତି ଅଧରେ କାହିଁକି ଝରକା ଖୋଲିଛୁ କହିଲୁ? ଆ ଶୋଇବୁ। ପିଙ୍କି ଚଢ଼େଇ ତା ବାପା ମାଙ୍କ ସହ ରହୁଥିଲା। ତାଙ୍କ ଘର ବାହାରେ ଏକ ବଡ଼ ଆମ୍ବ ଗଛ ଥିଲା। ସେହି ଆମ୍ବ ଗଛରେ ରହୁଥିଲା ଏକ ଛୋଟ ପିଶାଚି ଚଢ଼େଇ। ସକାଳ ହେଲା ପରେ ପିଙ୍କି ସେ ଆମ୍ବ ଗଛ ଉପରକୁ ଗଲା। ଏ ଗଛରେ ତ କେହି ବି ନାହାନ୍ତି। ତାହେଲେ କାଲି ରାତିରେ କିଏ କାନ୍ଦୁଥିଲା? ତୁ କାହାକୁ ଖୋଜୁଛୁ? ମତେ ଖୋଜିବାକୁ ଆସିଛୁ କି? କିଏ କିଏ ତୁ? ତୋ ଚେହେରା ଏମିତି କ'ଣ ପାଇଁ? ତୁ କ'ଣ କାଲି ରାତିରେ କାନ୍ଦୁଥିଲୁ? ହଁ, କାଲି ରାତିରେ ମୁଁ କାନ୍ଦୁଥିଲି। ତୋ କଥା ଶୁଣି ଜାଣିପାରିଲି ତୁ ମତେ ଖୋଜିବାକୁ ଆସିଛୁ। ସେଥିପାଇଁ ତୋ ପାଖକୁ ଚାଲି ଆସିଲି। ତୁ ତ ମୋ ବୟସର ଜଣା ପଡୁଛୁ। ତୋ ବାପା ମା କୁଆଡେ ଗଲେ? ତୋ ଘର କୋଉଠି? ମୋ ବାପା ନାହାନ୍ତି। ମୁଁ ମୋ ମା ସାଙ୍ଗରେ ରୁହେ। 7 ଦିନ ହେଇଗଲାଣି। ମୋ ମା ଖାଇବା ଆଣିବାକୁ ଯାଇଥିଲା, ହେଲେ ଏଯାଏଁ ଫେରିନି। ତୁ ଚିନ୍ତା କରନି, ତୋ ମା ଶୀଘ୍ର ଫେରି ଆସିବେ। ମତେ ଲାଗୁଛି ମୋ ମା ଆଉ ଫେରିବନି। ମା କହିଥିଲା ଯଦି ମୁଁ 7 ଦିନ ଭିତରେ ଘରକୁ ନ ଫେରିବି ତୁ ନିଜ ଖାଇବା ବ୍ୟବସ୍ଥା ନିଜେ କରିନେବୁ। ହେଲେ ତୋ ମା ତତେ ଏମିତି କାହିଁକି କହିଥିଲେ? ତତେ ଘରେ ଏକା ରଖି ସେ ଏତେ ଦିନ ଯାଇ କ'ଣ ପାଇଁ ବାହାରକୁ ଯାଆନ୍ତି? ମୋ ମା ଖାଇବା ଆଣିବା ପାଇଁ ବାହାରକୁ ଯାଆନ୍ତି। ତୁ ମତେ ଦେଖି ଜାଣିପାରୁନୁ କି? ମୁଁ ତୋ ଭଳି ସାଧାରଣ ଚଢ଼େଇ ନୁହଁ। ମୁଁ ହେଉଛି ପିଶାଚି ଚଢ଼େଇ, ଯାହାକୁ ଦେଖିଲେ ଅନ୍ୟ ଚଢ଼େଇ ମାନେ ଡରନ୍ତି। ସତରେ ତୁ ଗୋଟେ ପିଶାଚି ଚଢ଼େଇ? ହେଲେ ମତେ ତ ତୁ ଗୋଟେ ସାଧାରଣ ଚଢ଼େଇ ପରି ଲାଗୁଛୁ। ତୋ ମା ତ ଅନେକ ଦିନ ହେଇଗଲାଣି ବାହାରକୁ ଗଲେଣି। ତୁ କ'ଣ ଖାଇଛୁ? ନା, ମା ଗଲା ଦିନରୁ ମୁଁ କିଛି ବି ଖାଇନି। ମା କହିଥିଲା ମୁଁ ନ ଆସିବା ଯାଏ ତୁ ଏ ଗଛ ଛାଡ଼ି କୁଆଡ଼େ ବି ଯିବୁନି। ମୋ ମାକୁ ହିଁ ଜଗିଥିଲି। ହେଲେ ଏବେ ଲାଗୁଛି ମତେ ମୋ ଖାଇବା ବ୍ୟବସ୍ଥା କରିବାକୁ ହେବ। ଆଚ୍ଛା କହିଲୁ, ତୁ କ'ଣ ଖାଇବାକୁ ଭଲ ପାଉ? ମତେ ମାଛ ଖାଇବାକୁ ଭାରି ଭଲ ଲାଗେ। ଆଚ୍ଛା ହଉ, ତୁ ଏଇଠି ଥା, ମୁଁ ଯାଇ ଦେଖେ ତୋ ପାଇଁ ମାଛ ପାଉଛି କି ନାହିଁ। ଏମିତି କହି ପିଙ୍କି ଗଛରୁ ଓହ୍ଲେଇ ଆସିଲା। ସେ ଦେଖିଲା ତାର ବାପା 2ଟି ବଡ଼ ବଡ଼ ମାଛ ନେଇ ରୋଷେଇ ଘରେ ରଖୁଛନ୍ତି। ଏଇ ତ ସୁଯୋଗ ମିଳିଗଲା। ବାପା ମାଛ ରଖି ଘରୁ ବାହାରି ଯାଉଛନ୍ତି। ମୁଁ ସେ 2ଟି ମାଛରୁ ଗୋଟେ ମାଛ ଛୋଟ ପିଶାଚି ପାଇଁ ନେଇଯାଏ। ଚଢ଼େଇ ଛୁଆ, ଏ ମାଛ ପାଇଁ ତତେ ବହୁତ ବହୁତ ଧନ୍ୟବାଦ। ତୁ ମୋ ପାଇଁ ମାଛ ଆଣି ଦେଉଛୁ। ତୋ ଘରେ ତତେ ରାଗିବେନି? ମୁଁ ମାଛ ଆଣିଲା ବେଳେ ମତେ କେହି ବି ଦେଖି ନାହାନ୍ତି। ଏକଥା କେହି ଜାଣିପାରିବେନି। ଆଚ୍ଛା ପିଶାଚି ଛୁଆ, ତୁ ଏତେ ବଡ଼ ମାଛ କେମିତି ଖାଇବୁ? ମାଛ କାଟିକି ରାନ୍ଧିବା ତୁ କ'ଣ ଜାଣିଛୁ? ସେସବୁ କିଛି ବି ଦରକାର ପଡ଼ିବନି। ତୁ ଖାଲି ଦେଖେ ମୁଁ ଏ ମାଛ କେମିତି ଖାଉଛି। ଆରେ ପିଶାଚି ଛୁଆ, ତୁ ଏକାଥରକେ କେମିତି ଏତେ ବଡ଼ ମାଛ ଗିଳିଦେଲୁ? ତୋ ତଣ୍ଟିରେ ଲାଗିଯିବ ଯେ। ତୁ ପାଣି ପିଇବୁ କି? ମୁଁ ଆଣିଦେବି। ତୁ ବୋଧେ ଭୁଲି ଯାଉଛୁ, ମୁଁ ହେଉଛି ପିଶାଚି ଛୁଆ। ଏମିତି ବଡ଼ ବଡ଼ ଆହୁରି 2-3ଟା ମାଛ ମୁଁ ଏକାଥରକେ ଗିଳି ପାରିବି। ମୋର ପାଣି ଦରକାର ହେବନି। ବାଃ, ଖୁବ୍ ଭଲ ତ। ମୁଁ ବି ଯଦି ତୋ ଭଳି ଗୋଟେ ପିଶାଚି ଚଢ଼େଇ ହେଇଥାନ୍ତି ଖୁବ୍ ଭଲ ହେଇଥାନ୍ତା। ଏମିତି କଥା ହେଇ ସେମାନେ ହସିଲେ। ସେପଟେ ଗୋଟେ ମାଛ ନ ପାଇ ପିଙ୍କିର ବାପା ମା ଝଗଡ଼ା କରୁଥିଲେ। ତମେ ପରା ଏଇଠି 2ଟା ମାଛ ରଖିଥିଲ, ଆଉ ଗୋଟେ ମାଛ କୁଆଡ଼େ ଗଲା? ବିଲେଇ ନେଇଗଲାନି ତ? ଗୋଟେ କାମ ତମେ ଠିକରେ କରିପାରନି। ରୋଷେଇ ଘରର କବାଟ ତ ବନ୍ଦ ଥିଲା। ବିଲେଇ ଭିତରକୁ ଆସି ମାଛ ନେଲା କେମିତି? ମାଛଟା ବି ବଡ଼ ଥିଲା। ବିଲେଇ ଯଦି ଘୋଷାଡ଼ି ଘୋଷାଡ଼ି ନେଇଥାନ୍ତା
ମାଟିରେ ଚିହ୍ନ ତ ପଡ଼ିଥାନ୍ତା, ହେଲେ ଏଠି ଜମା ବି ଚିହ୍ନ ନାହିଁ। ବିଲେଇ କେମିତି ମାଛ ଖାଇଲା ମୁଁ ତ କିଛି ବି ବୁଝିପାରୁନି। ଛାଡ଼, ଯାହା ହେବାର ତ ହେଇଗଲା, ଆଉ କଣ ସେ ମାଛ ଫେରି ଆସିବ? ସକାଳୁ ସକାଳୁ ମୋ ମୁଣ୍ଡ ଗରମ ହେଇଗଲା। କ୍ଷମା କରିବୁ ଚଢ଼େଇ ଛୁଆ, ମୋ ପାଇଁ ଆଜି ତ ବାପା ମା ଝଗଡ଼ା ଲାଗିଲେ। ନା ନା, ତୁ ଚିନ୍ତା କରନି, ମୋ ବାପା ବହୁତ ଭଲ, ସେ ଆଉ ଥରେ ବଜାରରୁ ମାଛ ନେଇ ଆସିବେ। ବହୁତ ଡେରି ହେଲାଣି, ତୁ ଏବେ ଘରକୁ ଯା, ନହେଲେ ତୋ ମା ତୋ ପାଇଁ ବ୍ୟସ୍ତ ହେବେ। ଆଚ୍ଛା ହଉ ପିଶାଚି ଛୁଆ, ମୁଁ ଏବେ ଯାଉଛି। ଯଦି କିଛି ଦରକାର ହୁଏ ମତେ କହିବୁ, ମୁଁ ଏଇ ପାଖରେ ଅଛି। ତାପରେ ପିଙ୍କି ତା ଘରକୁ ଫେରିଗଲା। ସନ୍ଧ୍ୟାରେ ସେ ତା ସାଙ୍ଗମାନଙ୍କ ସହ ଲୁଚକାଳି ଖେଳୁଥିଲା। ପିଙ୍କିର ସାଙ୍ଗମାନେ ସବୁ ଜାଗାରେ ଲୁଚିଗଲେ। ଧିତ୍, ମତେ ଜମା ବି ଭଲ ଲାଗେନି। ସବୁଦିନ ମୋ ସାଙ୍ଗମାନେ ମତେ ହିଁ ଚୋର କରିବେ। ସମସ୍ତଙ୍କୁ ଖୋଜୁ ଖୋଜୁ ଏତେ ସମୟ ଚାଲିଯିବ ଯେ ମୁଁ ନିଜେ ଖେଳିବାକୁ ସମୟ ପାଇବିନି। ପିଙ୍କି, ଏ ପିଙ୍କି, ମୋ ପାଖକୁ ଆସେ। ହଁ କହ, କଣ କହିବୁ? ତୁ ଚାହିଁଲେ ମୁଁ ତତେ କହିପାରିବି ତୋ ସାଙ୍ଗମାନେ କୋଉ କୋଉ ଜାଗାରେ ଲୁଚିଛନ୍ତି। ହଁ ହଁ, ମତେ କହ ସେମାନେ କୋଉ ଜାଗାରେ ଲୁଚିଛନ୍ତି। ହେଲେ ତୁ ଏକଥା କେମିତି ଜାଣିଲୁ? ଆରେ ମୁଁ ଗୋଟେ ପିଶାଚି, ଏସବୁ ଜାଣିବା ମୋ ପାଇଁ କଷ୍ଟ ନୁହଁ। ଏମିତି ସେ ପିଶାଚି ଛୁଆ ପିଙ୍କିକୁ ତା ସାଙ୍ଗମାନେ ଲୁଚିଥିବା ଜାଗା କଥା କହିଦେଲା। ପିଙ୍କି ଶୀଘ୍ର ହିଁ ସମସ୍ତଙ୍କୁ ଖୋଜି ବାହାର କରିଦେଲା। ତାପରେ ସେ ଲୁଚିବାକୁ ଗଲା। ସାଙ୍ଗ ପିଶାଚି, ମତେ ଗୋଟେ ଏମିତି ଜାଗା କହ ଯୋଉଠି ମୁଁ ଏବେ ଲୁଚିଲେ ମୋ ସାଙ୍ଗମାନେ ମତେ ଖୋଜିକି ପାଇବେନି। ହଁ ହଁ, ସେମିତି ଗୋଟେ ଜାଗା ଅଛି। ତୋ ଘରଠାରୁ କିଛି ଦୂରରେ ଏକ ଭଙ୍ଗା ଘର ଅଛି। ଯା, ସେଠି ଲୁଚିବୁ। ତୋ ସାଙ୍ଗମାନେ ତତେ ଯେତେ ଖୋଜିଲେ ବି ପାଇବେନି। ଧନ୍ୟବାଦ ପିଶାଚି ସାଙ୍ଗ, ଏବେ ମୁଁ ଯାଉଛି। ତାପରେ ପିଙ୍କି ସେ ଘରକୁ ଗଲା। ତାର ସାଙ୍ଗମାନେ ତାକୁ ଚାରିଆଡେ ଖୋଜିଲେ, ହେଲେ ତାକୁ ପାଇଲେନି। ଆମେ ସବୁ ଜାଗାରେ ଖୋଜିଲେ, ହେଲେ କାହିଁ ପିଙ୍କିକୁ ତ ଆମେ ପାଇଲେନି। କିଛି ସମୟ ପରେ ରାତି ହେଇଯିବ। ଚାଲ ଚାଲ, ତା ମାକୁ ଶୀଘ୍ର ଏକଥା କହିବା। ଏମିତି ସବୁ ଚଢ଼େଇ ଛୁଆ ଆସି ପିଙ୍କିର ମାକୁ ସବୁ ଘଟଣା କହିଲେ। ତାଙ୍କର ଶବ୍ଦରେ ପିଶାଚି ଛୁଆର ନିଦ ଭାଙ୍ଗିଗଲା। କଣ ହେଲା? ପିଙ୍କି ଏଯାଏଁ ଘରକୁ ଫେରିନି? ତାର କିଛି ହେଇନି ତ? ମୁଁ ସେ ଭଙ୍ଗା ଘରକୁ ଯାଇ ଦେଖେ। ଏମିତି କହି ପିଶାଚି ଛୁଆ ଶୀଘ୍ର ସେ ଭଙ୍ଗା ଘରକୁ ଗଲା। ସେ ଦେଖିଲା ଘରର କବାଟ ଶକ୍ତ ଭାବରେ ଲାଗିଛି। ପିଶାଚି ଛୁଆ ଗୋଟେ ଧକ୍କାରେ କବାଟ ଭାଙ୍ଗିଦେଲା। ସେ ଭିତରକୁ ଯାଇ ଦେଖିଲା ପିଙ୍କି ଡରି ଡରି ଗୋଟେ କଣରେ ଛିଡ଼ା ହେଇଛି। ଏ କଣ ପିଙ୍କି, ତୁ ଏଯାଏଁ ଘରକୁ କାହିଁକି ଯାଇନୁ? ସମସ୍ତେ ତତେ ଖୋଜୁଛନ୍ତି। ମୁଁ ଘରକୁ ଫେରିଥାନ୍ତି, ହେଲେ କେଜାଣି କେମିତି କବାଟ ଏତେ ଜୋରେ ଲାଗିଗଲା ଯେ ମୁଁ ଖୋଲି ପାରିଲିନି। ଏ ଘରେ ତ ଗୋଟେ ବି ଝରକା ନାହିଁ। ତା ଉପରେ ପୁଣି ଏ ସାପ ଆସି ମୋ ସାମ୍ନାରେ ଛିଡ଼ା ହେଇଗଲା। ଏ ସାପକୁ ଦେଖି ଭୟରେ ମୁଁ ଏଠୁ ହଲି ପାରୁନଥିଲି। କଣ ହେଲା? ତୁ ଏ ଛୋଟ ସାପଟାକୁ ଦେଖି ଡରୁଛୁ? ରହ, ମୁଁ ତାକୁ ଏବେ ଏଠାରୁ ବିଦା କରୁଛି। ଏ ସାପ, ବଞ୍ଚିବାକୁ ଯଦି ଚାହୁଁଛୁ ଶୀଘ୍ର ଏ ଜାଗା ଛାଡ଼ି ପଳା। ମୁଁ ଏତେ ଚେଷ୍ଟା କଲି ସାପକୁ ଡରେଇବା ପାଇଁ, ହେଲେ ସେ ଡରିଲାନି। ତୋର ଗୋଟେ ଧମକରେ ସେ ଏଠାରୁ ଚାଲିଗଲା। ମୁଁ ଗୋଟେ ପିଶାଚି, ମତେ ଦେଖିଲେ ସାପ ମାନେ ଡରନ୍ତି। ଚାଲ ପିଙ୍କି, ଏବେ ମୁଁ ତତେ ନେଇ ତ ଘରେ ଛାଡ଼ିଦେବି। ଏମିତି କହି ପିଶାଚି ଛୁଆ ନିଜ ଯାଦୁ ଶକ୍ତିରେ ପିଙ୍କିକୁ ଖୁବ୍ ଶୀଘ୍ର ନେଇ ତା ଘର ପାଖରେ ପହଞ୍ଚେଇ ଦେଲା। ବା ପିଶାଚି ସାଙ୍ଗ, ତୁ ତ ବଢିଆ ଯାଦୁ ଶିଖିଛୁ। ମତେ କେତେ ଶୀଘ୍ର ଘରେ ପହଞ୍ଚେଇ ଦେଲୁ। ହଉ, ମୁଁ ଏବେ ଯାଉଛି, କାଲି ସକାଳେ ପୁଣି ଦେଖାହେବ। ସେଦିନ ପରଠାରୁ ପ୍ରତିଦିନ ପିଙ୍କି ପିଶାଚି ଛୁଆ ସହ ଦେଖା କରୁଥିଲା, ଆଉ ତା ସହ ଅନେକ ସମୟ ଧରି କଥା ବି ହେଉଥିଲା। ପିଙ୍କି ଯେତେବେଳେ ବି ସୁଯୋଗ ପାଉଥିଲା ପିଶାଚି ଛୁଆ ପାଇଁ ମାଛ ନେଇ ଯାଉଥିଲା। ଧୀରେ ଧୀରେ ପିଙ୍କିର ଏମିତି ଅଜବ କାମ ତାର ବାପା ମା ବି ଜାଣିପାରିଲେ। ପିଙ୍କିର ବାପା, ଆମ ଝିଅର ଲକ୍ଷଣ ମତେ କିଛି ବି ଠିକ ଲାଗୁନି। ସେ ସବୁଦିନ ଆମ୍ବ ଗଛରେ ବସି କାହା ସହ କଥା ହେଉଛି କେଜାଣି। ତମେ ଯେବେ ବି ମାଛ ଆଣ ସେ ଗୋଟେ ମାଛ ନେଇ ଆମ୍ବ ଗଛ ଉପରକୁ ଯାଏ।
ବେଳେ ବେଳେ ସେ ଏମିତି ଭୟଙ୍କର ହସ ହସେ ଯେ ତମେ ତାକୁ ଦେଖିଲେ ଡରିଯିବ। ଆରେ ତୁ ଏସବୁ କଣ କହୁଛୁ? ଏସବୁ ଜମା ବି ଠିକ ନୁହଁ। ହଠାତ୍ ଆମ ଝିଅର ହେଲା କଣ? ହେଇଟି ମତେ ଲାଗୁଛି ଆମ ଝିଅ ଉପରେ ନିଶ୍ଚୟ କୋଉ ଭୂତ ପ୍ରେତର ନଜର ପଡି ଯାଇଛି। ତମେ ଟିକେ ଯାଅ ନା, ତାନ୍ତ୍ରିକ ମାଙ୍କୁ ଡାକି ଆଣିବ। ସେ ନିଶ୍ଚୟ ଆମ ଝିଅକୁ ଭଲ କରିଦେବେ। ତାପରେ ପିଙ୍କିର ବାପା ମା ଶୀଘ୍ର ତାନ୍ତ୍ରିକ ଚଢ଼େଇକୁ ଡାକି ଆଣିଲେ। ସେ ପିଙ୍କିକୁ ଭଲ ଭାବରେ ଦେଖି କହିଲା, ମୁଁ ଯାହା ଭାବୁଥିଲି ଠିକ ଭାବୁଥିଲି। ତମ ଝିଅ ଉପରେ ଗୋଟେ ପିଶାଚୀର ନଜର ପଡିଛି। କଣ ହେଲା? ପିଶାଚୀ? ତାନ୍ତ୍ରିକ ମା, ଆମ ଝିଅକୁ ରକ୍ଷା କର। ଝିଅକୁ ଘର ଭିତରକୁ ନେଇଯାଅ। ମୁଁ ସେ ଆମ୍ବ ଗଛ ପାଖକୁ ଯାଉଛି। ଆଜି ହିଁ ମୁଁ ସେ ପିଶାଚୀକୁ ଏ ଜାଗାରୁ ତଡ଼ିଦେବି। ନା ନା, ମୋ ପିଶାଚୀ ସାଙ୍ଗର କିଛି କ୍ଷତି କରନି। ସେ ଖରାପ ନୁହଁ, ସେ ବହୁତ ଭଲ। ଚୁପ୍, ଏକଦମ ଚୁପ୍। ଆମେ ତୋର କିଛି କଥା ଶୁଣିବୁନି। ଚାଲିବୁ ଘର ଭିତରକୁ। ପିଙ୍କିର ବାପା ପିଙ୍କିକୁ ନେଇ ଘର ଭିତରେ ବନ୍ଦ କରିଦେଲେ। ମତେ ଶୀଘ୍ର କିଛି କରିବାକୁ ହେବ, ନହେଲେ ଏମାନେ ମୋ ସାଙ୍ଗ ପିଶାଚୀର କ୍ଷତି କରିଦେବେ। ଆମ ଝରକା କେତେ ଛୋଟ। ମୁଁ ଏଠୁ ବାହାରି ମୋ ସାଙ୍ଗ ପାଖକୁ କେମିତି ଯିବି? ଆରେ ହଁ, ମନେ ପଡ଼ିଲା। ମୁଁ ମୋ ସାଙ୍ଗ ପିଶାଚୀକୁ ପାଠ ପଢ଼ା ଶିଖେଇଥିଲି। ମୁଁ କାଗଜରେ ସବୁ ଘଟଣା ଲେଖି ସେ କାଗଜକୁ ରକେଟ ବନେଇ ମୋ ସାଙ୍ଗ ପାଖକୁ ଫିଙ୍ଗିଦିଏ। ସେ ପଢ଼ିଲେ ସବୁ କିଛି ବୁଝିଯିବ। ଏମିତି ଚିନ୍ତା କରି ପିଙ୍କି ଏକ କାଗଜରେ ସବୁ ଘଟଣା ଲେଖି ସେ କାଗଜକୁ ରକେଟ ବନେଇ ତା ସାଙ୍ଗ ପିଶାଚୀ ପାଖକୁ ଫିଙ୍ଗିଲା। ପିଶାଚୀ ଛୁଆ ସବୁ କିଛି ପଢ଼ି ଶୀଘ୍ର ସେଠାରୁ ଚାଲିଗଲା। କିଛି ସମୟ ପରେ ପିଙ୍କିର ମା ତା ପାଖକୁ ଆସି କହିଲେ, ଆଉ ଭୟ ନାହିଁ। ପିଶାଚୀ ସେ ଜାଗା ଛାଡ଼ି ସବୁଦିନ ପାଇଁ ଚାଲି ଯାଇଛି। ସେ ଏମିତି ମନ ଦୁଃଖରେ ବସି କାନ୍ଦିବା ସମୟରେ ଏକ କାଗଜ ରକେଟ ଉଡ଼ି ଆସି ତା ଗୋଡ଼ରେ ବାଜିଲା। ଏଇଟା ତ ସେଇ କାଗଜ ରକେଟ ଯୋଉଟାକୁ ମୁଁ ମୋ ସାଙ୍ଗ ପାଖକୁ ପଠେଇଥିଲି। ତା ମାନେ କଣ ସେ ସେଇଟା ପାଇନି? ମୁଁ ଥରେ ଖୋଲିକି ଦେଖେ। ଆରେ ଏଥିରେ ତ କିଛି ଅଲଗା ଲେଖା ଅଛି। ପିଙ୍କି, ତୁ ଚିନ୍ତା କରନି, ମୁଁ ଠିକ ଅଛି। ତତେ ବହୁତ ବହୁତ ଧନ୍ୟବାଦ। ମୁଁ ଏବେ ସେ ଭଙ୍ଗା ଘର ପାଖ ଗଛରେ ଅଛି। ଶୀଘ୍ର ମୋ ପାଖକୁ ଆ। ଏସବୁ ପଢ଼ି ପିଙ୍କି ଖୁସି ହେଇଗଲା। ସେ ଶୀଘ୍ର ସେ ଗଛ ପାଖକୁ ଗଲା। ପିଶାଚୀ ଛୁଆ ପୁରାପୁରି ଠିକ ଥିଲା। ପିଙ୍କିକୁ ଦେଖି ସେ ବି ଖୁସି ହେଇଗଲା। ସେବେଠାରୁ ମଝିରେ ମଝିରେ ଯାଇ ପିଙ୍କି ତା ସହ ଦେଖା କରି ଆସୁଥିଲା। ଦୂର ଏକ ଜଙ୍ଗଲରେ ଗୁଡ୍ଡି ତା ମା ମିନୁ ସାଙ୍ଗରେ ରହୁଥିଲା। ସେମାନେ ପ୍ରତିଦିନ ଜଙ୍ଗଲରୁ ଖୋଜି ଖୋଜି ମିଠା ଫଳ ଆଣି ବଜାରରେ ବିକ୍ରି କରୁଥିଲେ। ଆରେ ମା, ଆଜି ଫଳ ତୋଳିବାକୁ ଆସୁ ଆସୁ ଡେରି ହେଇଗଲା। ଶୀଘ୍ର ଶୀଘ୍ର ଫଳ ତୋଳ ମା, ମୁଁ ଏଠୁ ଗଲା ପରେ ପୁଣି ବଜାରକୁ ବି ଯିବି। ମା, କିଏ କାନ୍ଦୁଛି ନା? ତୁମେ କାହାର କାନ୍ଦ ଶୁଣିବାକୁ ପାଉଛ? ହଁ, ଶୁଣିବାକୁ ତ ପାଉଛି ଯେ, ହେଲେ ତୁ ସେପଟେ କାନ ଦେଇନି। ବେଳେ ବେଳେ ଜଙ୍ଗଲ ଭିତରୁ ଏମିତି ଅଦ୍ଭୁତ କାନ୍ଦ ଶୁଣାଯାଏ। ତୁ ସେଠାକୁ ଜମା ବି ଯିବୁନି। ହେଲେ ମା, ଯଦି କିଏ ବିପଦରେ ପଡ଼ି କାନ୍ଦୁଥାଏ, ଚାଲ ନା ମା, ଥରେ ସେଠାକୁ ଯାଇ ଦେଖି ଆସିବା। ମୁଁ ତତେ ମନା କଲି ନା, ତୁ ସେଠାକୁ ଯିବୁନି। ଦେଖେ, ମୁଁ ଫଳ ତୋଳି ସାରିଲିଣି। ଚାଲ ବି ଘରକୁ ଯିବା। ତାପରେ ସେମାନେ ଫଳ ଝୁଡ଼ି ଧରି ଘରକୁ ଫେରି ଆସିଲେ। ମୁନ୍ନି ବଜାରକୁ ଯାଇ ଫଳ ବିକ୍ରି କଲା। କିଛି ସମୟ ପରେ ରାତି ହେଇଗଲା। ଅଧରାତିରେ ଗୁଡ୍ଡି ଏକ ଭୟଙ୍କର ସ୍ୱପ୍ନ ଦେଖିଲା। ସ୍ୱପ୍ନରେ ଜଣେ କାନ୍ଦି କାନ୍ଦି ତାକୁ ସାହାଯ୍ୟ ମାଗୁଥିଲା। ଗୁଡ୍ଡି, ଆମେ ବିପଦରେ ଅଛୁ, ଆମକୁ ସାହାଯ୍ୟ କର, ଆମ ପାଖକୁ ଆ। ଆରେ, ମୋ ସ୍ୱପ୍ନରେ କିଏ ଏମିତି କାନ୍ଦୁଥିଲା? ମୁଁ ତ କାହାକୁ ବି ଦେଖିବାକୁ ପାଇଲିନି। ମନେ ପଡ଼ିଲା, ସକାଳେ ମୁଁ ଜଙ୍ଗଲରେ ଠିକ ଏମିତି କାନ୍ଦ ଶୁଣିଥିଲି। ନିଶ୍ଚୟ ସେ ଜଙ୍ଗଲ ଭିତରେ କିଛି ଅଛି। ମୁଁ କାଲି ସକାଳେ କାହାକୁ ବି କିଛି ନ କହି ଜଙ୍ଗଲ ଭିତରକୁ ଯିବି ଆଉ ଦେଖିବି ସେଠି କିଏ ଏମିତି କାନ୍ଦୁଛି। ମା, ଆଜି ତ ଆମେ ଫଳ ଆଣିବା ପାଇଁ ଯିବାନି। ମତେ ଆଜି ଘରେ ରହିବାକୁ ଇଚ୍ଛା ହଉନି। ମୁଁ ଯାଉଛି ବାହାରୁ ଟିକେ ବୁଲି ଆସିବି। ଆରେ ମା, ଆଜି ଦିନଟା ଆରାମ କର, କାଲି ଆମେ ପୁଣି ଜଙ୍ଗଲ ଭିତରକୁ ଯିବା। ହେଲେ ମା, ମୋର ଆଜି ବାହାରକୁ ଯିବାକୁ ଇଚ୍ଛା ହେଉଛି। ଆଚ୍ଛା ହଉ ଯା, ହେଲେ ଡେରି କରିବୁନି, ଶୀଘ୍ର ଘରକୁ ଫେରି ଆସିବୁ। ତାପରେ ଗୁଡ୍ଡି ସେଇ ଜଙ୍ଗଲ ଭିତରକୁ ଗଲା। ସେଦିନ ବି ସେ ସେଇ କାନ୍ଦ ଶୁଣି ପାରିଲା।
ଆରେ କଣ ଆଜି ବି ତ କାହାର କାନ୍ଦିବାର ଶବ୍ଦ ଶୁଭୁଛି। ଏଇ ଦିଗରୁ ଶବ୍ଦ ଆସୁଛି, ମୁଁ ସେଠାକୁ ଯାଇ ଦେଖେ। ଗୁଡ୍ଡି ଶବ୍ଦ ଶୁଭୁଥିବା ଜାଗାକୁ ଗଲା। ସେ ଦେଖିଲା ଏକ ଗଛରେ ଅଦ୍ଭୁତ 3 ରଙ୍ଗର ମନ୍ଦାର ଫୁଲ ଫୁଟିଛି। ଏ ମନ୍ଦାର ଫୁଲ ସବୁ ଏମିତି ରଙ୍ଗର କଣ ପାଇଁ? ମୁଁ ତ ଆଗରୁ ଏମିତି ମନ୍ଦାର ଫୁଲ କୋଉଠି ବି ଦେଖିନି। ଏଇ ପାଖରୁ ତ କାନ୍ଦ ଶୁଭୁଥିଲା, ହେଲେ କାଇଁ ଏଠି ତ କେହି ବି ନାହାନ୍ତି। ବଞ୍ଚାଅ ଗୁଡ୍ଡି, ଆମକୁ ସାହାଯ୍ୟ କର, ଆମକୁ ଏ ଫୁଲରୁ ମୁକ୍ତ କର। ଆରେ କଣ ଏ ମନ୍ଦାର ଫୁଲ କଣ କଥା କହୁଛି? ହଁ, ଆମେ କଥା କହିପାରୁ, ଆମେ ସାଧାରଣ ମନ୍ଦାର ଫୁଲ ନୁହଁ। ଗୁଡ୍ଡି, ଆମକୁ ଧରନି, ନହେଲେ ତୁ ବି ଆମ ଭଳି ଅଭିଶପ୍ତ ହେଇଯିବୁ। ଅଭିଶପ୍ତ? କଣ କହୁଛ? ମୁଁ ତ କିଛି ବି ବୁଝିପାରୁନି। ତୁ ଶୁଣିବୁ ଆମ କାହାଣୀ? ତେବେ ଶୁଣ। ଆମେ 3 ଫୁଲ ହେଉଛୁ 3ଟି ପରି। ଏଠାରୁ ବହୁତ ଦୂରରେ ଆମ ଘର। ଦିଦି, ତୁ ଜାଣିଛୁ ପୃଥିବୀରେ ନା ବୁଲିବା ପାଇଁ ବହୁତ ସୁନ୍ଦର ସୁନ୍ଦର ଜାଗା ଅଛି। ନଦୀ, ଝରଣା, ଜଙ୍ଗଲ, ଏମିତି ବହୁତ ସୁନ୍ଦର ଜାଗା ଅଛି। ସତରେ? ଚାଲ ନା ଆଜି ଆମେ ସମସ୍ତେ ପୃଥିବୀକୁ ଯାଇ ବୁଲି ଆସିବା। ହଁ, ମୋର ବି ଜଙ୍ଗଲ ଦେଖିବାକୁ ଭାରି ଇଚ୍ଛା ହେଉଛି। ଚାଲ ନା ଆଜି ଆମେ ସମସ୍ତେ ସେଠାକୁ ଯିବା। ଯିବା ପୂର୍ବରୁ ଚାଲ ପରିମାଙ୍କ ପାଖରୁ ଆମେ ଆଗ ଅନୁମତି ନେବା। ମା, ଆମେ ଶୁଣିଲୁ ପୃଥିବୀ ବହୁତ ସୁନ୍ଦର। ଯିଏ ଥରେ ସେଠାକୁ ଯାଏ ସେ ଆଉ ଆସିବାକୁ ଇଚ୍ଛା କରେନି। ଆମେ 3 ଭଉଣୀ ବୁଲିବା ପାଇଁ ସେଠାକୁ ଯିବୁ। ହଁ, ସତରେ ପୃଥିବୀ ବହୁତ ସୁନ୍ଦର, ହେଲେ ତମେମାନେ ସେଠାକୁ ଯାଇପାରିବନି। ହେଲେ କଣ ପାଇଁ ମା? କାରଣ ତମେମାନେ ଯଦି ସଠିକ ସମୟରେ ସେଠାରୁ ଆସିପାରିବନି, 1 ବର୍ଷ ତମେମାନେ ସେଠି ରହିଯିବ। ମା, ଆମେ ବଡ଼ ହେଲୁଣି, ତୁମେ ଚିନ୍ତା କରନି। ମୁଁ ମୋ 2 ଭଉଣୀଙ୍କୁ ନେଇ ସଠିକ ସମୟରେ ଏଠାକୁ ଫେରି ଆସିବି। ତେବେ ଠିକ ଅଛି, ତମେମାନେ ବୁଲିବା ପାଇଁ ପୃଥିବୀକୁ ଯାଅ, ହେଲେ ମନେ ରଖ ପୂର୍ଣ୍ଣିମା ରାତିରେ ତମେମାନେ ଏଠାକୁ ଫେରି ଆସିବ, ନହେଲେ ତମେମାନେ 1 ବର୍ଷ ଏଠାକୁ ଆଉ ଫେରି ପାରିବନି। ମା, ଚିନ୍ତା କରନି, ଆମେ ଶୀଘ୍ର ଫେରି ଆସିବୁ। ଆମେ ଆଜି ହିଁ ପୃଥିବୀକୁ ଯିବୁ। ଏମିତି କଥା ହେଇ ଆମେ 3 ଜଣ ଏଇ ଜଙ୍ଗଲକୁ ବୁଲିବା ପାଇଁ ଆସିଲୁ। ଆରେ ଭଉଣୀମାନେ, ଦେଖ ଦେଖ, ଚାରିଆଡେ କେମିତି ଫୁଲ ଫଳ ଗଛ ଭର୍ତ୍ତି। ଆରେ ସେପଟେ ଦେଖ, କେତେ ସୁନ୍ଦର ଫୁଲ ହେଇଛି ଏ ଗଛରେ। ଆରେ ସତରେ ତ ଏଇ ଗଛର ଫୁଲ ବହୁତ ସୁନ୍ଦର, ଗଛଟି ବି ବହୁତ ବଡ଼। ଚାଲ ଚାଲ ଏଇ ଗଛରୁ କିଛି ଫୁଲ ତୋଳିବା। ତାପରେ ଆମେ ଏଇ ଗଛରୁ ଅନେକ ଗୁଡ଼ିଏ ଫୁଲ ତୋଳିଲୁ। ଏଇ ଗଛ ତଳେ ଜଣେ ସାଧୁ ବାବା ବସି ଧ୍ୟାନ କରୁଥିଲେ। ଭୁଲରେ ଆମ ହାତରୁ କିଛି ଫୁଲ ଖସି ସାଧୁ ବାବାଙ୍କ ଉପରେ ପଡ଼ିଗଲା, ଯାହା ଫଳରେ ତାଙ୍କ ଧ୍ୟାନ ଭାଙ୍ଗିଗଲା। ତମ ମାନଙ୍କର ଏତେ ସାହସ, ମୋର ଧ୍ୟାନ ଭାଙ୍ଗିଦେଲ। ଆମେ ଜାଣିଶୁଣି ଆପଣଙ୍କ ଉପରେ ଫୁଲ ପକେଇନୁ, ଭୁଲରେ ଆମ ହାତରୁ ଖସି ପଡ଼ିଲା। ଦୟାକରି ରାଗନ୍ତୁନି। ଆପଣଙ୍କୁ କଣ ଦରକାର କୁହନ୍ତୁ, ଆମେ ଆପଣଙ୍କୁ ସବୁ କିଛି ଦେଇପାରିବୁ। ମୂର୍ଖ ପରି ମତେ ଲୋଭ ଦେଖାଉଛୁ। ତମେ ମାନେ ଅନେକ ଦିନରୁ କରୁଥିବା ସାଧନାକୁ ମୋର ଭାଙ୍ଗିଦେଲ। ମୁଁ ତମମାନଙ୍କୁ ଅଭିଶାପ ଦେଉଛି। ଯୋଉ ମନ୍ଦାର ଫୁଲ ପାଇଁ ତମେ ମାନେ ମୋର ଧ୍ୟାନ ଭାଙ୍ଗିଲ, ତମେ 3 ଜଣ ସେଇ ମନ୍ଦାର ଫୁଲ ପାଲଟି ଯିବ, ଆଉ ସାରା ଜୀବନ ସେଇ ଫୁଲ ହେଇ ରହିବ। କ୍ଷମା କରନ୍ତୁ ସାଧୁ ବାବା, ଆମର ଭୁଲ ହେଇଗଲା। ଆମେ ଏସବୁ ନ ଜାଣି ଆପଣଙ୍କୁ ରଗେଇ ଦେଲୁ। ଆମ ଉପରେ ଦୟା କରନ୍ତୁ, ଆମକୁ ଏ ଜୀବନରୁ ମୁକ୍ତ କରନ୍ତୁ। ଦରକାର ହେଲେ ଆମେ ସାରା ଜୀବନ ଆପଣଙ୍କର ସେବା କରିବୁ। ଆମକୁ ଏ ଦଣ୍ଡ ଦିଅନ୍ତୁନି। ମୁଁ ମୋ ଅଭିଶାପ ଫେରେଇ ନେଇ ପାରିବିନି, ହେଲେ ହଁ, ଆସନ୍ତା 1 ବର୍ଷ ଭିତରେ ଏ ଜଙ୍ଗଲର ପଶୁ କିମ୍ବା ପକ୍ଷୀ ତମମାନଙ୍କ କାନ୍ଦ ଶୁଣି ତମମାନଙ୍କ ପାଖକୁ ଆସିବ, ଆଉ ନିଜର ରକ୍ତ ତମମାନଙ୍କ ଉପରେ ପକେଇ ତମମାନଙ୍କୁ ଲାଲ କରିଦେବ। ତାହେଲେ ଯାଇ ତମେମାନେ ଅଭିଶପ୍ତ ଜୀବନରୁ ମୁକ୍ତ ହେଇପାରିବ। ସେତେବେଳେ ତମେମାନେ ନିଜ ଶକ୍ତି ବି ଫେରି ପାଇବ। ଗୁଡ୍ଡି, ଶୁଣିଲୁ ତ ଆମ କାହାଣୀ। ଆଉ ମାତ୍ର 1 ଦିନ ଅଛି ସାଧୁ ବାବାଙ୍କ ଅଭିଶାପରୁ ମୁକ୍ତ ହେବା ପାଇଁ, ନହେଲେ ସାରା ଜୀବନ ଆମେ ଏମିତି ଫୁଲ ହେଇ ରହିଯିବୁ। ତମେମାନେ ଚିନ୍ତା କରନି, ମୁଁ ତମମାନଙ୍କୁ ମୋ ରକ୍ତ ଦେବି, ଆଉ ଏ ଅଭିଶପ୍ତ ଜୀବନରୁ ତମମାନଙ୍କୁ ମୁକ୍ତ କରିବି। ହେଲେ ଗୁଡ୍ଡି, ତୁ କଣ ଆମକୁ ତ ଦେହର ଏତେ ସାରା ରକ୍ତ ଦେଇପାରିବୁ? ହଁ, ମୁଁ ପାରିବି, ତମେମାନେ ଚିନ୍ତା କରନି।
ଏମିତି କହି ଗୁଡି ଏକ ଧାରୁଆ ପଥରରେ ନିଜ ଡେଣାକୁ କାଟିଦେଲା। ସେ 3 ଫୁଲରେ ନିଜ ରକ୍ତ ଦେଲା, ଯାଦ୍ୱାରା ସେ ବହୁତ ଦୁର୍ବଳ ହେଇଗଲା ଆଉ ବେହୋସ ହେଇ ତଳେ ପଡ଼ିଗଲା। ପରୀମାନେ ନିଜ ପୂର୍ବ ରୂପକୁ ଫେରି ଆସିଲେ। ଆମେ ପୁଣି ଥରେ ପରୀ ହେଇଗଲେ। ଚାଲ ଆଗ ଗୁଡିକୁ ଦେଖିବା ତାର କଣ ହେଲା। ରୁହ, ମୁଁ ମୋ ଯାଦୁ ଶକ୍ତିରେ ଗୁଡିକୁ ଠିକ କରିଦେଉଛି। ଏମିତି କହି ସେ ପରୀ ନିଜ ଯାଦୁ ଶକ୍ତିରେ ଗୁଡିକୁ ଠିକ କରିଦେଲା। ଗୁଡି ପୁରାପୁରି ସୁସ୍ଥ ହେଇଗଲା। ନିଜ ଶକ୍ତିକୁ ଫେରି ପାଇ 3 ପରୀ ବହୁତ ଖୁସି ଥିଲେ। ଆରେ କଣ ତମେ ମାନେ ନିଜ ପୂର୍ବ ରୂପ ଫେରି ପାଇଲ? ମତେ ବି ଭଲ କରିଦେଲ। ତମ ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ ଆମେ ତତେ ଦେବୁ। ତୋ ପାଇଁ ହିଁ ଆଜି ଆମେ ନିଜ ପୂର୍ବ ରୂପ ଫେରି ପାଇଲୁ। ଆମେ ତ ବିଷୟରେ ଜାଣିଛୁ ଗୁଡି। ତୁ ତ ମା ସାଙ୍ଗରେ ରହୁଛୁ। ଫଳ ବିକ୍ରି କରି ତମେ ମାନେ ଅନେକ କଷ୍ଟରେ ଚଳ। ହଁ, ମୋ ମା ବହୁତ ପରିଶ୍ରମ କରନ୍ତି, ତଥାପି ସେ ଘର ଖର୍ଚ୍ଚ ଉଠେଇ ପାରନ୍ତିନି। ଆଜିଠୁ ତମ ମାନଙ୍କର ଆଉ କିଛି ଦୁଃଖ ରହିବନି। ଏଇ କୁକୁଡ଼ା ନେ। ଏଇ କୁକୁଡ଼ା ସାଧାରଣ କୁକୁଡ଼ା ନୁହଁ। ସେ ପ୍ରତିଦିନ ତମକୁ ଗୋଟିଏ ସୁନା ଅଣ୍ଡା ଦେବ। ତମେ ମାନେ ସେ ଅଣ୍ଡା ବିକ୍ରି କରି ଆରାମରେ ଚଳିପାରିବ। ଆଜି ପୂର୍ଣ୍ଣିମା, ଆମେ ଘରକୁ ଫେରି ଯାଉ, ନହେଲେ ଆଉ 1 ବର୍ଷ ଘରକୁ ଫେରି ପାରିବୁନି। ଏମିତି କହି ପରୀମାନେ ସେଠାରୁ ଚାଲିଗଲେ। ଗୁଡି ସୁନା ଅଣ୍ଡା ଦିଆ କୁକୁଡ଼ା ଧରି ନିଜ ଘରକୁ ଫେରିଲା। ସେ ତାର ମାକୁ ସବୁ ଘଟଣା କହିଲା।